ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରିନିଅନ୍ତୁ। ପ୍ରଥମ ଖବର, ଚାଷୀଙ୍କ ପାଇଁ ଖୁସି ଖବର। ଏବେ 6,000 ଟଙ୍କା ବଦଳରେ 9,000 ଟଙ୍କା ପାଇବେ। ବିହାରର ଚାଷୀମାନେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ 3ଟି କିସ୍ତିରେ ବାର୍ଷିକ 6,000 ପାଉଥିଲେ। ନୂତନ ରାଜ୍ୟ ଯୋଜନା ଯୋଡ଼ି ହେବା ସହିତ ଏହି ମୋଟ ସହାୟତା ପ୍ରତିବର୍ଷ 9,000କୁ ବୃଦ୍ଧି ପାଇବ। ସରକାର ବିଶ୍ୱାସ କରନ୍ତି ଯେ ଏହି ଅତିରିକ୍ତ ରାଶି ଏକ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ହେବ, ବିଶେଷ କରି କ୍ଷୁଦ୍ର ଏବଂ ନାମପାତ୍ର ଚାଷୀଙ୍କ ପାଇଁ। ପରବର୍ତ୍ତୀ ଖବର, 8 ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା। ସାରା ଦେଶର ଥଣ୍ଡା କମିବାର ଆଶା ମଧ୍ୟରେ ପାଗ ଆହୁରି ଖରାପ ଆଡ଼କୁ ଗତି କରୁଛି। ଭାରତ ପାଣିପାଗ ବିଭାଗ IMDର ଅପଡେଟ୍ ଅନୁଯାୟୀ ଆଗାମୀ 12 ଘଣ୍ଟା ମଧ୍ୟରେ ଦେଶର ଅନେକ ସ୍ଥାନରେ ବର୍ଷା, ପ୍ରବଳ ପବନ ଏବଂ କୁହୁଡ଼ି ହେବାର ସମ୍ଭାବନା ରହିଛି। ଉତ୍ତର ଭାରତରୁ କେନ୍ଦ୍ରୀୟ ଏବଂ ଦକ୍ଷିଣ ଭାରତର କିଛି ରାଜ୍ୟ ପର୍ଯ୍ୟନ୍ତ ପାଗ ପରିସ୍ଥିତି ଖରାପ ହେବାର ସଂକେତ ମିଳିଛି। ବର୍ଷା ଏବଂ ପ୍ରବଳ ପବନ ଯୋଗୁଁ ତାପମାତ୍ରା 2ରୁ 3 ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବାର ସମ୍ଭାବନା ଅଛି। ପରବର୍ତ୍ତୀ ଖବର, ହ୍ୱାଟ୍ସଆପ୍କୁ ସୁପ୍ରିମକୋର୍ଟଙ୍କ ଚେତାବନୀ। ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟ୍ସଆପ୍ ଓ ତାର ମୂଳ କମ୍ପାନୀ ମେଟାକୁ କଡ଼ା ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ। ମଙ୍ଗଳବାର ସର୍ବୋଚ୍ଚ ନ୍ୟାୟାଳୟ ହ୍ୱାଟ୍ସଆପ୍ର 2021 ଗୋପନୀୟତା ନୀତି ଉପରେ ଶୁଣାଣି କରିଛନ୍ତି। ଶୁଣାଣି ଆରମ୍ଭରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ହ୍ୱାଟ୍ସଆପ୍ର ଗୋପନୀୟତା ନୀତି ଶୋଷଣକାରୀ ଅଟେ, କାରଣ ହ୍ୱାଟ୍ସଆପ୍ କେବଳ ତଥ୍ୟ ଦେଉନି, ବରଂ ତାହାକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ମଧ୍ୟ କରୁଛି। ପରବର୍ତ୍ତୀ ଖବର, ରାଜ୍ୟରେ ନୂଆ ଖଣିଜ ନିୟମ ଲାଗୁ କରାଯିବା ସହ ଗାଇଡଲାଇନ୍ ଆସିଛି। ଏଣିକି ଇ-ନିଲାମ ନୁହେଁ, ଇ-ଲଟେରୀରେ ମିଳିବ ବାଲି ଓ ପଥର ଖଣି ଲିଜ୍। ରାଜ୍ୟ ସରକାର ଧାର୍ଯ୍ୟ କରିବେ MSP। ଖଣି ମାଫିଆଙ୍କ ଉପରେ ଲାଗିବ ଅଙ୍କୁଶ। ନୂଆ ଗାଇଡଲାଇନ୍ ଅନୁସାରେ ଏକଚଟିଆ କାରବାର ଓ କାର୍ବୋଲାଇଜେସନ ରୋକିବା ପାଇଁ ସରକାର ଇ-ଅକ୍ସନ ବା ନିଲାମ ବନ୍ଦ କରି ଇ-ଲଟେରୀ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଲଘୁ ଖଣିଜ ସମ୍ପଦର ଲିଜ୍ ପାଇଁ ନିଲାମ ଡକା ହେବ ନାହିଁ, ବରଂ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସ୍ଥିତି ଅତିରିକ୍ତ ଚାର୍ଜରେ ଇ-ଲଟେରୀ ମାଧ୍ୟମରେ ଯୋଗ୍ୟ ବ୍ୟକ୍ତିଙ୍କୁ ଚୟନ କରାଯିବ। ପରବର୍ତ୍ତୀ ଖବର, 8 MPଙ୍କୁ ସଂସଦରୁ କଲେ ନିଲମ୍ବନ। ବଜେଟ୍ ଅଧିବେଶନର ପଞ୍ଚମ ଦିନରେ ବିରୋଧୀ ଦଳ ଲୋକସଭାରେ ପ୍ରବଳ ହଟ୍ଟଗୋଳ ସୃଷ୍ଟି କରିଥିଲେ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୁଣି ଥରେ ପୂର୍ବତନ ସେନା ମୁଖ୍ୟ MM ନରଭାଣେଙ୍କ ପୁସ୍ତକ ପ୍ରସଙ୍ଗ ଉଠାଇ ଡୋକଲାମ ପ୍ରସଙ୍ଗ ଉପରେ ପ୍ରଶ୍ନ ଉଠାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କୁ କହିବାକୁ ଦିଆଯାଇନଥିଲା। ଏହାକୁ ନେଇ ବିରୋଧୀ ସାଂସଦମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ଲୋକସଭା କାର୍ଯ୍ୟକାଳୀ ପର୍ଯ୍ୟନ୍ତ ମୁଲତବ ରଖାଯାଇଥିଲା। ପରବର୍ତ୍ତୀ ଖବର, ଝଟକାରେ ରୂପା 21,000 ମହଙ୍ଗା। ସୁନା ଓ ରୂପା ଦର ସର୍ବକାଳୀନ ରେକର୍ଡ ଛୁଇଁବା ପରେ 5 ଦିନ ହେଲା ତଳକୁ ଖସୁଥିଲା, କିନ୍ତୁ ମଙ୍ଗଳବାର ସୁନା ଓ ରୂପା ମୂଲ୍ୟ ହ୍ରାସରେ ବ୍ରେକ୍ ଲାଗିଛି। MCX କାରବାର ଆରମ୍ଭରେ ସୁନା ଓ ରୂପା ଦର ପୁଣି ବଢ଼ିଛି। ରୂପା ସୋମବାର ହ୍ରାସ ପାଇ ପ୍ରତି କେଜି 2,25,000 ରହିଥିଲା। ଏବେ ଗୋଟିଏ ଝଟକାରେ ରୂପା ଦର 21,000 ଟଙ୍କା ବୃଦ୍ଧି ପାଇଛି। ସେହିଭଳି ସୁନା ମଧ୍ୟ କାରବାର ଆରମ୍ଭରୁ 5,000 ଟଙ୍କା ମହଙ୍ଗା ହୋଇଛି। ପରବର୍ତ୍ତୀ ଖବର, T20 ବିଶ୍ୱକପ୍ ପାକିସ୍ତାନ ଭାରତ ସହ ଖେଳିବନି ବୋଲି ସଫା ମନା କରିଦେଇଥିଲା। ଉଭୟ ଦେଶ ମଧ୍ୟରେ ଫେବୃଆରୀ 15 ତାରିଖରେ କଲମ୍ବୋରେ ଖେଳିବାର ଥିଲା, କିନ୍ତୁ ହଠାତ୍ ଭାରତ ସହ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ମନା କରିଦେଇଛି, ଯାହା କ୍ରିକେଟ ଜଗତରେ ହଇଚଇ ସୃଷ୍ଟି କରିଛି। ପାକିସ୍ତାନ ଏଭଳି ବୟକଟ୍ ନିଷ୍ପତ୍ତି ବିଶ୍ୱକପ୍ ଆରମ୍ଭ ହେବାର 5 ଦିନ ପୂର୍ବରୁ ଉଠାଇଛି। ଏଭଳି ନିଷ୍ପତ୍ତି ଦ୍ୱାରା ICCର ବଡ଼ କ୍ଷତି ହୋଇଛି। ICC ଇଭେଣ୍ଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ରୁ ଆନୁମାନିକ 250 ମିଲିୟନ ଆମେରିକୀୟ ଡଲାର ବା 2,200 କୋଟି ଟଙ୍କାର ରାଜସ୍ୱ ସୃଷ୍ଟି ହୋଇଥାଏ। ପରବର୍ତ୍ତୀ ଖବର, ଭୁବନେଶ୍ୱର ରେଲୱେ ଷ୍ଟେସନରୁ ବାଂଲାଦେଶୀ ଗିରଫ। ଘଟଣା, 10 ଜଣ ବାଂଲାଦେଶୀଙ୍କୁ 2 ବର୍ଷ ଲେଖାଏଁ
ଜେଲ୍ ଦଣ୍ଡ ଶୁଣାଇଛନ୍ତି କୋର୍ଟ। ପ୍ରଥମ ଥର ପାଇଁ ଓଡ଼ିଶାରେ ବାଂଲାଦେଶ ଅନୁପ୍ରବେଶକାରୀଙ୍କ ବିରୋଧରେ ଦଣ୍ଡ ଶୁଣାଇଛନ୍ତି କୋର୍ଟ। ଏହା ସହ 10,000 ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ହେଲେ ଅଧିକ 3 ମାସ ଅଧିକ ସଶ୍ରମ କାରାଦଣ୍ଡାଦେଶ। 6 ଜଣ ସାକ୍ଷୀ ଏବଂ ଦସ୍ତାବିଜ ଆଧାରରେ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ। ପରବର୍ତ୍ତୀ ଖବର, ୟୁକ୍ରେନ ଉପରେ ରୁଷର ଭୟଙ୍କର ଆକ୍ରମଣ। ରୁଷ ଏବଂ ୟୁକ୍ରେନ ମଧ୍ୟରେ ଉତ୍ତେଜନା କମିବାର ନାଁ ନେଉନି। ଯଦିଓ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ରୋକିବା ପାଇଁ ଏକ ଶାନ୍ତି ଚୁକ୍ତିନାମା ପାଇଁ ବିଭିନ୍ନ ସ୍ତରରେ ଆଲୋଚନା ଜାରି ରହିଛି, କିନ୍ତୁ ଏସବୁ ମଧ୍ୟରେ ମଙ୍ଗଳବାର ରୁଷ ୟୁକ୍ରେନର ଶକ୍ତି ଭିତ୍ତିଭୂମି ଉପରେ ପୁଣି ଏକ ବଡ଼ ଆକ୍ରମଣ କରିଛି। ଏହି ଆକ୍ରମଣରେ ରୁଷ 70ରୁ ଅଧିକ କ୍ଷେପଣାସ୍ତ୍ର ଏବଂ 450 ଡ୍ରୋନ୍ ବ୍ୟବହାର କରିଥିବା ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସ୍କି ଦାବି କରିଛନ୍ତି। ପରବର୍ତ୍ତୀ ଖବର, ଟ୍ୟାରିଫରେ 32% ହ୍ରାସ କଲା ଆମେରିକା। ଭାରତ ଓ ଆମେରିକା ଶେଷରେ ବାଣିଜ୍ୟ ଚୁକ୍ତି ପାଇଁ ସହମତି ପ୍ରକାଶ କରିଛନ୍ତି। ଚୁକ୍ତି ଅନୁସାରେ ଟ୍ରମ୍ପ ସରକାର ପାରସ୍ପରିକ ଟ୍ୟାରିଫକୁ 25%ରୁ 18%କୁ ହ୍ରାସ କରିଛନ୍ତି। ସେହିଭଳି ରୁଷରୁ ତୈଳ ଆମଦାନୀକୁ ନେଇ ଲଗାଇଥିବା ଅତିରିକ୍ତ 15% ଟ୍ୟାରିଫକୁ ଆମେରିକା ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିନେଇଛି। ପରବର୍ତ୍ତୀ ଖବର, ରାସନ କାର୍ଡ ଥିଲେ ମିଳିବ ମାଗଣା ସିଲିଣ୍ଡର। ପାର୍ବଣ ଋତୁ ପୂର୍ବରୁ ଦିଲ୍ଲୀ ରାଜନୀତିକୁ କିଛି ବଡ଼ ଉପହାର ମିଳିଛି। ବିଜେପି ସରକାର ଏହି ମୁଦ୍ରାସ୍ଫୀତ ଯୁଗରେ ରୋଷେଇ ଖର୍ଚ୍ଚକୁ ସମାଧାନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମାଗଣା ଏଲ୍‌ପିଜି ସିଲିଣ୍ଡର ଯୋଜନାକୁ ଅନୁମୋଦନ କରିଛନ୍ତି। ଏହି ପଦକ୍ଷେପ ଅନୁଧ୍ୟାନରେ ଦିଲ୍ଲୀର ଅସହାୟ ପରିବାରକୁ ବର୍ଷରେ 2 ଥର ହୋଲି ଏବଂ ଦୀପାବଳି ଅବସରରେ ମାଗଣା ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦିଆଯିବ। ବିଧାନସଭା ନିର୍ବାଚନ ସମୟରେ ବିଜେପି ଜନସାଧାରଣଙ୍କୁ ଏହି ସମାନ ପ୍ରତିଶ୍ରୁତି ଦେଇଥିଲେ ଏବଂ ସରକାର ଗଠନ କରିବା ପରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।